ଦେଖନ୍ତୁ ବର୍ତ୍ତମାନ ଆମର ଯୁବ ସମାଜକୁ ତଳିତଳାନ୍ତ କରିସାରିଲାଣି ଆମର ଦେଶୀ ପୋଡ଼ି ମଦ। ତାକୁ ପୋଡ଼ି ମଦ କହୁଛନ୍ତି। ବର୍ତ୍ତମାନ ହଁ, ବାହାରୁ ଦେଶରୁ ଆସିକି ବିହାରରୁ ଆସିକି ଆମର କୋରାପୁଟ ଜିଲ୍ଲାର ଆଦିବାସୀ ଯୁବକମାନଙ୍କୁ 10 ଟଙ୍କାରେ 10 ଟଙ୍କା ମୂଲ୍ୟ, କିନ୍ତୁ ତାର ଲକ୍ଷେ ଟଙ୍କାର ଜୀବନ ନେବାକୁ ବସିଲାଣି ସେଇ 10 ଟଙ୍କାର ମଦଟି। ବର୍ତ୍ତମାନ ମୁଁ ଏହାକୁ ଦୃଢ଼ ବିରୋଧ କରୁଛି। ଗାଁ ଗାଁରେ କାହିଁକି ବିକୁଛନ୍ତି? ସେମାନେ ଗାଁରେ କାହିଁକି ବିକୁଛନ୍ତି? ଆମେ ଏହାର ବିରୋଧ କରୁଛୁ। ଆଉ ଯଦି ଯଥାଶୀଘ୍ର ଏହାର ବନ୍ଦ କରା ନଯାଏ ତ ଆଗାମୀ ଦିନରେ ସେଇଠି ଆମେ ବିରୋଧ କରିବୁ ଏହାର। ଆଉ ଦେଖନ୍ତୁ, ଆମର ଅବକାରୀ ବିଭାଗ ଅଛନ୍ତି ନାମ ମାତ୍ରକୁ। ତାଙ୍କର ଅଣ୍ଡରରେ ଯେଉଁ ବିହାରୀ ଭାଟି ଯିଏ ଚଲାଉଛନ୍ତି ତାଙ୍କ ଅଣ୍ଡରରେ ଅଛନ୍ତି। ତାଙ୍କେ ଯାହା କହିବେ ତାଙ୍କେ ସେୟା କରୁଛନ୍ତି, ପଇସା ନେଇ କରୁଛନ୍ତି। ଆଉ ଆମର ଯିଏ ସାଧାରଣ, ସିଏ କିଏ ଟିକେ ସ୍ୱଳ୍ପ ବିକୁଛି, କିଏ ଟିକେ ନିଜେ ଟିକେ ଖାଇବା ପାଇଁ ତାଙ୍କୁ ଇଏ କରୁଛନ୍ତି। ଆଙ୍କର ମଦ ନ କିଣିଲେ ସେମାନଙ୍କୁ ଅ, ଅ, ମିଛ କେସ୍ରେ ଆମର ଅବକାରୀ ବିଭାଗ ଧରିକି ଆଣୁଛି। ସପ୍ତାହେ 2 ସପ୍ତାହ ଖଣ୍ଡେ ମିଛ କେସ୍ରେ ତାକୁ କେସ୍ ଲଗାଉଛି ଆଉ ତାଙ୍କୁ ହଇରାଣ କରୁଛି। ଓଡ଼ିଶାରେ ବିହାରରୁ ଆସିକି ବିହାରୀ ମଦ ଭାଟି ତିଆରି କରି ଆଜି ଓଡ଼ିଶାର କୋରାପୁଟ ଜିଲ୍ଲାର ଗରିବ ଆଦିବାସୀ ଜନସାଧାରଣଙ୍କୁ ଯେଉଁ ମଦ ଖୁଆଇକିରି ଯେଉଁ ବେଣ୍ଡିଆ ପିଲାମାନେ ଯେଉଁ ପ୍ରକାର ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଯାହାଫଳରେ ବଡ଼ ଦୁଃଖରଦାୟକ। ସେଥିପାଇଁ ଆମେ ସବୁବେଳେ ମଦକୁ ବିରୋଧ କରୁଛୁ। ଯାହାଫଳରେ କି ଯେଉଁ ବିହାରୀମାନେ ଆସିକି ପ୍ରତ୍ୟେକ ଗାଁ ପଞ୍ଚାୟତର ସବୁ ନେଇକି ସେମାନେ ବିକିବା ପାଇଁ ମଧ୍ୟ ନିଷ୍ପତ୍ତି ନେଉଛନ୍ତି। ଯଦି କାଳେ କୌଣସି ଲୋକ ଯଦି ବିକିବା ପାଇଁ ମନା କରିଦେବେ, ତାକୁ ହଇରାଣ ମଧ୍ୟ କରୁଛନ୍ତି। ସେଥିପାଇଁ ଆମେ ତାକୁ ବିରୋଧ କରିବା ପାଇଁ ବାହାରୁଛୁ। ନାଇଁ, ସେଇ ତ ନିୟମ ନାହିଁ, କିନ୍ତୁ ପ୍ରତି ପଞ୍ଚାୟତର ମାନେ ବରିଗୁମା ବ୍ଲକରେ 31 ଗୋଟି ପଞ୍ଚାୟତ ଅଛି, କିନ୍ତୁ ଅଧିକାଂଶ ପଞ୍ଚାୟତରେ ବିକ୍ରି କରିବା ପାଇଁ ମଧ୍ୟ ଆଦେଶ ଦେଇନାହାନ୍ତି। କେତେ ଗୋଟି ପଞ୍ଚାୟତ ଆগে ବିକ୍ରି କରିବା ପାଇଁ ଦେଇଛନ୍ତି। ସେମାନେ ମୋଟରସାଇକେଲ ଧରିକିରି ସେମାନେ ବୁଲାବୁଲି କରିକି ନେଇକିରି ପାଖକୁ ନେଇ ଦେଉଛନ୍ତି। ଏଇଟା ପାଇଁ ବିରୋଧ କରିବା ପାଇଁ ଆମେ ପୋଲିସକୁ ମଧ୍ୟ ଜଣାଉଛୁ, କିମ୍ବା ଆମେ ଏକ୍ସାଇଜକୁ ମଧ୍ୟ ଜଣାଇଲେ ମଧ୍ୟ ସେମାନେ କେତେ ଦିନ ତଦନ୍ତ କରୁଛନ୍ତି, ପୁଣି ତୁନି ପଡ଼ିକି ଯାଉଛନ୍ତି। ଆମେ ଆଦିବାସୀ ସଂଘ ମାଧ୍ୟମରେ ପୁଣି ଆଗାମୀ ଦିନରେ ଯଦି ବନ୍ଦ ନ କରିବେ, ତାହେଲେ ଆମେ ଗୋଟେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ଆଲୋଚନାକୁ ଯିବୁ। ଦେଖନ୍ତୁ, ଆମ ଅଞ୍ଚଳ ହେଉଛି ସ୍ୱାଭିମାନ ଅଞ୍ଚଳ। ଏ ଅଞ୍ଚଳରେ ଯେଭଳି ଭାବରେ ବିହାରୀ ଭାଟି ଚାଲି ଆଉ ଗାଁ ଗାଁକୁ ଯେଭଳି ଭାବରେ ସେମାନେ ପୁଡ଼ି ମଦ ସପ୍ଲାଏ କରୁଛନ୍ତି, ତା ଦ୍ୱାରା ନିରୀହ ଆଦିବାସୀ, ଅଧ୍ୟୁଷିତ, ଗରିବ ସମସ୍ତେ ନିଷ୍ପେଷିତ ଏବଂ ଅନେକ ଲୋକ ଆଜି ଗୋଟେ ୟୁଥ୍ ଷ୍ଟେଜ୍ରେ ସେମାନେ ମରିଯାଇଛନ୍ତି। ସେମାନଙ୍କର ଛୋଟ ଛୋଟ ପୁଅ ଝିଅ ଅଛନ୍ତି। ସେମାନଙ୍କର ପରିବାର ସମ୍ପୂର୍ଣ୍ଣ ଭାବରେ ନିରୀହ ଅବସ୍ଥାରେ ଅଛନ୍ତି। ତାଙ୍କ କଥା କିଏ ଶୁଣିବାକୁ ନାହିଁ। ତେଣୁ ମୁଁ ଆଜି ଆପଣମାନଙ୍କ ମଧ୍ୟରେ ଏଇ ଯେଉଁ ମଧୁଚନ୍ଦ୍ରିକା ବିହାରୀ ଏବଂ ଏକ୍ସାଇଜ୍ ବାଲାଙ୍କ ଚାଲିଛି, ସେଟାକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ମୁଁ ଉପରିସ୍ଥ ଅଫିସରଙ୍କୁ ଦରକାର ପଡ଼ିଲେ ଭୁବନେଶ୍ୱର ଲେଭେଲରେ ଯେଉଁମାନେ ଏକ୍ସାଇଜ୍ ଅଫିସର ଅଛନ୍ତି ସେମାନଙ୍କୁ ବି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ଆପଣଙ୍କ ମାଧ୍ୟମରେ ଇମିଡ଼ିଏଟ୍ ସେଇଟା ଗାଁ ମଦ ସପ୍ଲାଏ ହେଉଛି ତାକୁ ବନ୍ଦ କରାଯାଉ। ହଁ, ନିଶ୍ଚିତ ଭାବରେ ହେବ। ଯଦି ପୁଡ଼ି ମଦ ବନ୍ଦ ନ ହୁଏ ତାହେଲେ ଗୋଟେ ଜନଜାଗରଣ ସୃଷ୍ଟି ହେବ। ଏଭଳି ମରିବା ପର୍ଯ୍ୟନ୍ତ ଯଦି ଲୋକ ଖାଲି ବ୍ୟବସାୟ ଦେଖିବେ, ତାହେଲେ ଏଇଟା ତ ଗୋଟିଏ ଗଣତନ୍ତ୍ରରେ ଶୋଭନୀୟ ନୁହେଁ। ଦେଖନ୍ତୁ, ସରକାର ଅଧୀନରେ ଏକ୍ସାଇଜ୍ କାମ କରୁଛନ୍ତି। ବିହାରୀରେ ଅଧୀନରେ ଯଦି ଏକ୍ସାଇଜ୍ କାମ କରିବେ ତାହେଲେ ଜନଜାଗରଣ ଅଟୋମେଟିକଲି ସୃଷ୍ଟି ହେବ ଏବଂ ତାକୁ ଆମେ ଦୃଢ଼ ହସ୍ତରେ ନିନ୍ଦା କରିବୁ ଏବଂ ସେମାନଙ୍କୁ ବି ଆମେ ତାଗିଦ ଦେବୁ, ଏଭଳି ପ୍ରଶ୍ରୟ ନ ଦେଇ ନିରୀହ ଆଦିବାସୀ ପାଖକୁ ସେ ପୁଡ଼ି ମଦ ନ ଯାଉ ଏବଂ ତାକୁ ସେମାନେ ପୁଡ଼ି ମଦ କେମିତି ବନ୍ଦ ହେବ ସେ ବ୍ୟବସ୍ଥା କରନ୍ତୁ।